ବାହାରିନି ଉପନିର୍ବାଚନ ବିଜ୍ଞପ୍ତି। ଏପଟେ ସରଗରମ ହେଲାଣି ନୂଆପଡ଼ା ରାଜନୀତି। ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନୂଆପଡ଼ା ଜିଲ୍ଲାର ଦିନିକିଆ ଗସ୍ତ। ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ଆକସ୍ମିକ ବିୟୋଗ ପରେ ମାଳ ମାଳ ନେତାଙ୍କ ଜିଲ୍ଲାକୁ ଗସ୍ତ କରିବା ନେଇ ଚର୍ଚ୍ଚା ହେଉଛି। ପ୍ରଥମେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ, ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଆଜି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ନୂଆପଡ଼ା ଜିଲ୍ଲା ଗସ୍ତରେ ଆସିଥିଲେ। ବିଜେପି ରାଜ୍ୟ ସଭାପତି ହେବା ପରେ ମନମୋହନ ସାମଲଙ୍କ ଆଜି ନୂଆପଡ଼ା ଜିଲ୍ଲା ଦିନିକିଆ ଗସ୍ତ କରିଛନ୍ତି। ଏହି ଅବସରରେ ଜିଲ୍ଲାର 4ଟି ସ୍ଥାନରେ କର୍ମୀ ସମ୍ମିଳନୀ ମିଶ୍ରଣ ପର୍ବରେ ଯୋଗଦେବା ସହ ଜିଲ୍ଲାର ସମସ୍ତ ମଣ୍ଡଳ ସଭାପତି ଓ ବରିଷ୍ଠ କର୍ମକର୍ତ୍ତା ଓ ଆଗଧାଡ଼ିର ନେତୃମଣ୍ଡଳୀଙ୍କ ସହ କରିଲେ ଆଲୋଚନା। ମୋଦି ସରକାର ଆସିବା ପରେ ଅନେକ ଜନହିତାଧିକାରୀ ଯୋଜନାରେ ଲୋକେ ଲାଭବାନ ହେଉଛନ୍ତି। ଓଡ଼ିଶାରେ ବିଜେପି ସରକାର ଗଠନ ହେବା ପରେ ଚାଷୀ ମୂଲିଆ ଓ ଖାସ୍ କରି ମହିଳାମାନେ ଲାଭବାନ ହେବା ସହ ସ୍ୱାବଲମ୍ବୀ ହୋଇପାରିଛନ୍ତି। ନୂଆପଡ଼ା ଜିଲ୍ଲାର ବିକାଶ ପାଇଁ ଆମ ସରକାର ସବୁବେଳେ ତତ୍ପର। ଆଗାମୀ ଦିନରେ ନୂଆପଡ଼ା ଜିଲ୍ଲାରେ ମତ୍ସ୍ୟ ପ୍ରଶିକ୍ଷଣକୁ ନେଇ ମହାବିଦ୍ୟାଳୟ ହେବାର ସମ୍ଭାବନା ରହିଅଛି। ପୂର୍ବତନ ସାଂସଦ ବସନ୍ତ ପଣ୍ଡା, ବିଜେପି ଜିଲ୍ଲା ସଭାପତି କମଲେଶ ଦୀକ୍ଷିତ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଯଦୁ ପାଣିଗ୍ରାହୀ, ପ୍ରସନ୍ନ ପାଢ଼ୀ, ପୂର୍ବ ଯୁବମୋର୍ଚ୍ଚା ସଭାପତି ଅଭିନନ୍ଦନ ପଣ୍ଡା, ବରିଷ୍ଠ ନେତା ସରୋଜ ସାହୁ, ଖରିଆ ରୋଡ଼ ଏନ୍ଏସି ଅଧ୍ୟକ୍ଷା ସୋନିଆ ଜୈନ, ସାଂସଦ ପ୍ରତିନିଧି ପ୍ରେମ ଅଗ୍ରୱାଲ, ବିଜେପି ନେତା ଗୋଲ୍ଡି ଅଗ୍ରୱାଲ, ସୁଶାନ୍ତ ପତି, ତୁଲସ ପଟେଲ, ଧରମବନ୍ଧ ସରପଞ୍ଚ ଭୁବନେଶ୍ୱରୀ ରଣସେନା, ମହିଳା ନେତ୍ରୀ ଜେମା ମଞ୍ଜରୀ ପାଣ୍ଡେ, ମହିଳା ସଭାପତି ରାଜେଶ୍ୱରୀ ସାହୁ, ସାଧାରଣ ସମ୍ପାଦକ ସାବିତ୍ରୀ ସାହୁ, ସରିତା ସିଂ, ବେବି ନାଜ, ସବିତା ଜେନା ପ୍ରମୁଖ ଉପସ୍ଥିତ ରହିଥିଲେ। ନୂଆପଡ଼ା ଗସ୍ତ ମୋର ମଝିରେ ଥିଲା। ସେ ସମୟରେ ଅନ୍ୟପଟରୁ କାରଣ ବନ୍ଦ ହେଇଥିଲା। ମୁଁ ପୁଣି ସ୍ଥିର କରିଥିଲି ଯେ ଆସିବି ବୋଲି ଏବଂ ସେ ଆଜି ନୂଆପଡ଼ା ଗସ୍ତ ଆରମ୍ଭ ହୋଇ ଖରିଆରରୁ ବର୍ତ୍ତମାନ ନୂଆପଡ଼ାରେ ପହଞ୍ଚିଲୁ ଏବଂ ଆଜି ନୂଆପଡ଼ା ଜିଲ୍ଲାରେ ଯେଉଁମାନେ ଯୋଗ ଦେଲେ ସେମାନଙ୍କୁ ମୁଁ ପ୍ରଥମେ ଧନ୍ୟବାଦ ଦେଉଛି ଆଉ ତାଙ୍କ ସ୍ୱାଗତ କରୁଛି, ଅଭିନନ୍ଦନ ଜଣାଉଛି ଯେ ଦଳ ନିଶ୍ଚୟ ନୂଆପଡ଼ାରେ ଶକ୍ତିଶାଳୀ ହେବ ଏବଂ ନିଶ୍ଚିତ ଭାବରେ ଓଡ଼ିଶା ପ୍ରଦେଶ ଶକ୍ତିଶାଳୀ ହେବ ଏବଂ ବିଶ୍ୱର ସବୁଠୁ ବଡ଼ ରାଜନୀତି ଦଳ ଯେଉଁଟା ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଭାଇ ମୋଦି ଏବଂ ଆମ ପାଖରେ ଯେଉଁ ରାଜ୍ୟ ସରକାର ମୋହନ ମାଝୀଙ୍କ ନେତୃତ୍ୱରେ ହେଇଛି, ଏ ସରକାର ପ୍ରତି ଆକୃଷ୍ଟ ହୋଇ ସମସ୍ତେ ଯେଉଁ ଯୋଗଦାନ କରିଛନ୍ତି ସେଥିପାଇଁ ଭାରତୀୟଙ୍କ ବିଚାରଧାରା, ଆଦର୍ଶ, ନୀତି ମୁଁ ତାଙ୍କୁ ସ୍ୱାଗତ କରୁଛି ଏବଂ ନିଶ୍ଚିତ ଭାବରେ ନୂଆପଡ଼ାର ଯେଉଁ ମୌଳିକ ସମସ୍ୟା ଅଛି 78 ବର୍ଷ ଧରି ସେ ସମସ୍ୟାର ସମାଧାନ ପାଇଁ ଯାହା ଯାହା କରାହୋଇପାରିବ ତାକୁ ଆମେ ସବୁ କାର୍ଯ୍ୟ କରିବା ପାଇଁ ଆମ ସରକାର, କେନ୍ଦ୍ର ରାଜ୍ୟ ସରକାର ଚେଷ୍ଟା କରିବେ। ଆଜି ନୂଆପଡ଼ା ଗସ୍ତ କରିଛନ୍ତି, ଗୋଟେ ପ୍ରକାର ଦଳୀୟ ଆଡ଼ୁ ଉପନିର୍ବାଚନର ବିଗୁଲ ବାଜିଲା ବୁଝିପାରିବା କି? ଉପନିର୍ବାଚନ ତ ହେବ, ଉପନିର୍ବାଚନ ହେବାର ଯେଉଁ ଏଠି ଆସିଛି ତେଣୁ ନିଶ୍ଚିତ ଭାବରେ ଉପନିର୍ବାଚନ ହେବ ଏବଂ ଭାରତୀୟ ଜନତା ପାର୍ଟି ଲଢ଼ିବ ଏବଂ ଯଶସ୍ୱୀ ହେବ। धन्यवाद। For more updates, please subscribe to our channel and press the bell icon.